ନେଇଥିଲେ ସନ୍ନ୍ୟାସ ପାଣ୍ଡିଆନ ପୁଣି କରିବେ ରାଜନୀତି। 6 ମାସ ପରେ ଆସିଲେ ଲୋକଲୋଚନକୁ। ହୋଇଛି କି ବଡ଼ ପ୍ଲାନ୍? ପୁଣି ମୈଦାନକୁ ଫେରିବେ ଭିକେ ପାଣ୍ଡିଆନ। ହଠାତ୍ ଆବିର୍ଭାବ ବଢ଼ାଇଲା ଚର୍ଚ୍ଚା। 2024 ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ସନ୍ନ୍ୟାସ ନେଇଥିବା ବିଜେଡି ସର୍ବେ ସର୍ବା ଭିକେ ପାଣ୍ଡିଆନ ହଠାତ୍ 6 ମାସ ପରେ ଲୋକଲୋଚନକୁ ଆସିବା ଚର୍ଚ୍ଚା ବଢ଼ିଛି। ସନ୍ନ୍ୟାସ ଛାଡ଼ି ପାଣ୍ଡିଆନ ପୁଣି ରାଜନୀତିକୁ ଫେରିବେ ବୋଲି କୁହାଯାଉଛି। ଦଳୀୟ ନେତାଙ୍କର ପାରିବାରିକ ବିବାହ ଭୋଜିରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ଏବେ ଜୋର ଧରିଛି ରାଜ୍ୟ ରାଜନୀତି। ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନ ବୁଧବାର ରାତିରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ହାଜର ହେବା ପରେ ତାଙ୍କ ରାଜନୈତିକ କ୍ୟାରିୟରକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଏହା ଥିଲା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଝିଅ ଓ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ଭଉଣୀଙ୍କ ବିବାହ ଉତ୍ସବ। ଏହି ଉତ୍ସବରେ ନବୀନ ମଧ୍ୟ ସାମିଲ ହୋଇଥିବା କୁହାଯାଉଛି। ନବୀନ ପାଣ୍ଡିଆନ ମିଶି କିଛି ବଡ଼ ଯୋଜନା କରିଥିବା କୁହାଯାଉଛି। ପାଣ୍ଡିଆନଙ୍କୁ ଦେଖି ଲୋକ ମଧ୍ୟ ବେଶ ଉତ୍ସାହିତ ହୋଇ ସେଲ୍ଫି ନେଉଥିବାର ଦେଖିବାକୁ ମିଳିଥିଲା। ସେବେଳେ ନୂଆ ସରକାର ଆସିବା ପରେ ଛୁଟିରେ ଥିବା ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ମଧ୍ୟ ସେହିଦିନ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ପୁଣି ରାଜନୀତି କରିବେ ନା ଆଉ କିଛି କାରଣ ପାଇଁ ପାଣ୍ଡିଆନ ହଠାତ୍ କ୍ୟାମେରା ସାମ୍ନାକୁ ଆସିଲେ, ତାକୁ ନେଇ ହେଉଛି ଚର୍ଚ୍ଚା। ବ୍ୟୁରୋ ରିପୋର୍ଟ, ଜୟ ଓଡ଼ିଶା ଲାଇଭ୍।